ଲୋକମାନଙ୍କ ସହିତ ମୁଁ କନଷ୍ଟିଚୁଏନ୍ସି ଲୋକ ସହିତ କି ଆମ ଅଞ୍ଚଳ ଲୋକମାନଙ୍କ ସହିତ ଥଟ୍ଟା ମଜା କରିକିରି ମୁଁ ରହେ। ନାଚ ଗୀତ ପ୍ରତ୍ୟେକ ଜାଗାରେ ମୋତେ କ'ଣ ନାଚିବାର ଦେଖିନାହାନ୍ତି ଆପଣ? ଗୀତ ଗାଇବାର ଦେଖିନାହାନ୍ତି? ନାଚୁଥିବା ଗାଉଥିବା ଲୋକଟିଏ କ'ଣ ରାଗି ପାରିବନି? ରାଗ ତ ପ୍ରତ୍ୟେକ ମଣିଷରେ ଅଛି। କିଏ ପିଇଯାଏ କିଏ ପିଇ ପାରିନି। ପ୍ରତ୍ୟେକ ଆପଣଙ୍କ ଦେହରେ ରାଗ ନାହିଁ ବୋଲି ଆପଣ କହିପାରିବେ? ମୋ ଦେହରେ ବି ରାଗ ଅଛି, ଈର୍ଷା ଅଛି, ଦ୍ୱେଷ ଅଛି। ମୁଁ ଗୋଟେ ମଣିଷଟିଏ। ମୁଁ ଭଗବାନ ନୁହେଁ, ମୁଁ ମଣିଷଟିଏ। ମୋ ଦେହରେ ରାଗ ରହିବ, ଭଗବାନମାନଙ୍କ ଦେହରେ ରାଗ ରହୁଛି। କିନ୍ତୁ ଜୟନାରାୟଣ ବାବୁ, ଅନେକ ଲୋକ ଭାବନ୍ତି ଯେ ଆପଣ ଦଙ୍ଗା ତିଆରି କରିବା ପାଇଁ ଚାହାନ୍ତି। ଆଁ ଦଙ୍ଗା ତିଆରି କରିଦେବେ ଆପଣ ରାଗ ଦେଖ ରଖିକି। ଦଙ୍ଗା ତିଆରି କରେନି ମୁଁ କେବେ। ଏ ଯୋଉ ଆପଣ ସୋଡ ଖଣ୍ଡା ବୁଲାନ୍ତି, ତା ଯେତେବେଳେ ଭିତରେ ଥାଏ ନା ନାଇଁ ରାଗ? ଚ୍ୟାଲେଞ୍ଜ ଜଣେଇଦବ। ହୁଁ। ଆମ ହିନ୍ଦୁ ସନାତନ ସଂସ୍କୃତିରେ ଆମେ ଖଣ୍ଡା ବୁଲାଉ, ଦେବୀ ପୂଜା କରୁ। ଦେବୀ ପୂଜା ଦିନ ଅସ୍ତ୍ର ପୂଜନ ହୁଏ। ହନୁମାନ ଜୟନ୍ତୀ ଦିନ ଆଖଡ଼ା ହୁଏ। ଆଖଡ଼ା ହବ, ସାଇ ବସ୍ତିରେ ଆଖଡ଼ା ହୁଏ, ବାଡ଼ି ଖେଳ ହୁଏ, ଖଣ୍ଡା ଖେଳ ହୁଏ। ଏଟାକୁ ଆପଣ ବନ୍ଦ କରିଦେବା ପାଇଁ ଚେଷ୍ଟା କରିବେ। କୋଉ ନିୟମରେ, ଭାରତ ବର୍ଷର କୋଉ ନିୟମରେ ଆପଣ ବନ୍ଦ କରିବେ? କ'ଣ ଆପଣ ଏଟାକୁ ବନ୍ଦ କରିପାରିବେ? ଖଣ୍ଡା ଖେଳ ତ ସବୁବେଳେ ଚାଲିଛି। ଏଇଠି ଉପକୂଳ ଅଞ୍ଚଳରେ କ'ଣ ଖଣ୍ଡା ଖେଳ ଚାଲିନାହିଁ? ପାଇକ ଆଖଡ଼ା ହଉନାହିଁ? କିନ୍ତୁ ଅନେକ ଭାବନ୍ତି ଯେ ଆପଣ ପରମ୍ପରା ନାଁରେ ଖଣ୍ଡା ଖେଳ କରି ଆପଣ ମୁସଲିମ ମାନଙ୍କୁ ଡରାନ୍ତି। ମୁସଲିମ ମାନେ କ'ଣଟେ ସାହସୀ ଯେ ଡରେଇବାକୁ ପଡ଼ିବ ସେମାନଙ୍କୁ? ସେମାନେ କେତେ ଜଣ ଅଛନ୍ତି, କ'ଣ ଅଛନ୍ତି? ଦେଖନ୍ତୁ, ମୁସଲିମ ମାନଙ୍କୁ ଡରେଇବା କଥା ନାହିଁ। ମୋର ଯେଉଁ ଝଗଡ଼ା ହେଇଥିଲା ସେ ସମୟରେ ମୁସଲିମ ମାନଙ୍କ ସହିତ ଝଗଡ଼ା ହେଇନଥିଲା। ଏଇ ଯେଉଁ ବିଜେଡି କାମ କରୁଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ହେଇଥିଲା, କଲେକ୍ଟର ଆଉ ଏସପି ସହିତ ହେଇଥିଲା। ମୁସଲିମ ମାନଙ୍କ ସହିତ ଝଗଡ଼ା ନଥିଲା। ମୁସଲିମ ମାନେ ତ ମୋତେ ସ୍ୱାଗତ କରନ୍ତି। କିନ୍ତୁ ଦଙ୍ଗା ତ ସେଇଠି ହୁଏ ନା ସମ୍ବଲପୁରରେ। ଦଙ୍ଗା ମୁଁ ନଥିଲା ବେଳେ ହେଇଛି, ମୁଁ ଥିଲାବେଳେ କେବେ ବି ଦଙ୍ଗା ହେଇନାହିଁ। ଡରନ୍ତି ନା ନାଇଁ ଆପଣ ଥ୍ରାଇକରି ଯେତେବେଳେ ଆଗରେ ଖଣ୍ଡା ବୁଲାନ୍ତି? କୋଉ ମୁସଲିମ ଡରିବ? ଡରେନି କେହି, ଏମିତି ଡରନ୍ତିନି। ମୁସଲିମ ମାନେ ଆପଣଙ୍କ ଦେଖନ୍ତୁ, ପାଖକୁ ଆସନ୍ତି? ଗତ ଥର ମୁଁ ହସ୍ପିଟାଲରେ ଥିଲି ବୋଲି ଦଙ୍ଗା ହେଲା। ଆପଣ ଥିଲେ ଦଙ୍ଗା ବଢିଥାନ୍ତା ବୋଲି ଲୋକ କହୁଛନ୍ତି। ଦଙ୍ଗା ବଢିଥାନ୍ତା କି କମିଥାନ୍ତା ସେ ଥିଲେ ସିନା ଜଣା ପଡିଥାନ୍ତା। ମୁଁ ଏତେ ଦିନ ପର୍ଯ୍ୟନ୍ତ ହନୁମାନ ଜୟନ୍ତୀରେ ଥିଲି, କାହିଁ ତ ଦଙ୍ଗା ହେଇନାହିଁ? ମୁଁ ନଥିଲି, ଦଙ୍ଗା ହେଇଗଲା। ଜଣେ ମୁସଲିମ ଆପଣଙ୍କ ପାଖକୁ ଆସନ୍ତି? ହଁ, ଭୋଟ ଦିଅନ୍ତିନି କିନ୍ତୁ ଆସନ୍ତି। ଆସନ୍ତି। ଆପଣ କାହିଁ ମୁସଲିମ ଭୋଟ ଦିଅନ୍ତି? ଲୋକଙ୍କ ଭିତରେ ଯଦି ମୁଁ ପଚାରିଦେବେ, ଲିଷ୍ଟ ଦେଇଦେବି କେତେ ମୁସଲିମକୁ ଟ୍ରିଟମେଣ୍ଟ କରିଛି, ତାଙ୍କର ମାନେ ଏବେ କହିଲେ କ'ଣ, ମୁସଲିମ ମସଜିଦକୁ ପଇସା ଦେଇଛି, କବରସ୍ଥାନକୁ ମୁଁ ଏମଏଲଏ ଲେଟର ପଇସା ଦେଇଛି, ତାଙ୍କର ଯେଉଁ ମାଦ୍ରାସାରେ ମିଡ୍ ଡେ ମିଲ୍ କରିଦେଇଛି। ତାହେଲେ ଭୋଟ କାହିଁ ଦିଅନ୍ତିନି ଆପଣ? ଭୋଟ ଦେବେନି ସେମାନେ। କାହିଁ ଦେବେନି? ଆଚ୍ଛା, ଏଇ ଯେଉଁ ସୁଭଦ୍ରା ଯୋଜନାରେ ସମ୍ବଲପୁରରେ ଯେଉଁ ପ୍ରଥମ ପର୍ଯ୍ୟାୟ ଦିଆଗଲା, କିଏ ପାଇଲା? ସବୁ ତ ମୁସଲିମ ପାଇଲେ। ଲାଭ ସବୁ ନେବେ କିନ୍ତୁ ଭୋଟ ଦେବେନି। ଆପଣଙ୍କୁ ସେମାନେ ଲାଇକ୍ ନାଇଁ କରନ୍ତି? ନାଇଁ, ଲାଇକ୍ କଲେ ବି ଭୋଟ ଦିଅନ୍ତିନି। ପଦ୍ମ ଫୁଲକୁ ସେମାନେ ଭୋଟ ଦିଅନ୍ତିନି, ବିଜେପିକୁ ସେମାନେ ଭୋଟ ଦିଅନ୍ତିନି।